ଓଡ଼ିଶାରେ ଗୁପ୍ତ ଶାସନ ବା ଗୁପ୍ତ ରାଜତ୍ୱ କୁଷଣ ସାମ୍ରାଜ୍ୟର ପତନ କୁଷଣ ସାମ୍ରାଜ୍ୟର ପତନ କୁଷଣ ସାମ୍ରାଜ୍ୟର ପତନ ଏବଂ ଗୁପ୍ତ ସାମ୍ରାଜ୍ୟର ଆରମ୍ଭ ମଧ୍ୟରେ ଯେଉଁ ସମୟ ଅତିକ୍ରାନ୍ତ ହୋଇଥିଲା ତାହାକୁ ପ୍ରାଚୀନ ଭାରତ ଇତିହାସରେ ତଥାକଥିତ ଅନ୍ଧକାର ଯୁଗ ରୂପେ ବର୍ଣ୍ଣନା କରାଯାଇଥାଏ। ଓଡ଼ିଶା ମଧ୍ୟ ଏହାର ଏକ ବ୍ୟତିକ୍ରମ ନଥିଲା। ସମୁଦ୍ରଗୁପ୍ତଙ୍କ ଦାକ୍ଷିଣାତ୍ୟ ଅଭିଯାନ ବେଳେ ପ୍ରାଚୀନ କଳିଙ୍ଗ ଅନେକ ଗୁଡ଼ିଏ କ୍ଷୁଦ୍ର କ୍ଷୁଦ୍ର ଭାଗରେ ବିଭକ୍ତ ହୋଇଥିଲା। ମାଣ୍ଟି କେକଲାଇ ନାମକ ତାମିଲ କାବ୍ୟରୁ ଜଣାଯାଏ ଯେ ସେହି ସମୟରେ ବସୁ ଏବଂ କୁମାର ଯଥାକ୍ରମେ ସିଂହପୁର ଏବଂ କଳିଙ୍ଗର ଶାସନକର୍ତ୍ତା ଥିଲେ। ସେମାନେ ପରସ୍ପର ମଧ୍ୟରେ ତୁମୁଳ ସଂଗ୍ରାମରେ ବ୍ୟାପୃତ ଥିଲେ। ତାମିଲ କାବ୍ୟର ଏହି ବର୍ଣ୍ଣନା ସତ୍ୟ ନହେଲେ ମଧ୍ୟ କଳିଙ୍ଗର ରାଜନୈତିକ ଅବସ୍ଥା ଯେ ସମୁଦ୍ରଗୁପ୍ତଙ୍କର ଆକ୍ରମଣ ସମୟରେ ବିପର୍ଯ୍ୟସ୍ତ ହୋଇପଡ଼ିଥିଲା ଏଥିରେ ସନ୍ଦେହର ଅବକାଶ ନାହିଁ। ରାଜନୈତିକ ଏକତା ହରାଇଥିବା କଳିଙ୍ଗ ସମୁଦ୍ରଗୁପ୍ତଙ୍କ ଆକ୍ରମଣର ସମ୍ମୁଖୀନ ହୋଇପାରି ନଥିଲା। ତାପରେ ସମୁଦ୍ରଗୁପ୍ତଙ୍କର ପରାଜିତ କରିଥିବା ସେ ଯେଉଁ କଳିଙ୍ଗ ଏବଂ କୋଶଳର ରାଜାଗଣ କିଏ କିଏ ଥିଲେ ନା ହରିଶେଣଙ୍କ ଦ୍ୱାରା ରଚିତ ସମୁଦ୍ରଗୁପ୍ତଙ୍କ ଆହ୍ଲାବାଦ ପ୍ରଶସ୍ତି ତାଙ୍କର ଦାକ୍ଷିଣାତ୍ୟ ଅଭିଯାନ ସମ୍ପର୍କରେ ଆଲୋକପାତ କରିଥାଏ। ଏହି ଅଭିଯାନରେ ସେ 12 ଜଣ ରାଜାଙ୍କୁ ପରାସ୍ତ କରିଥିଲେ। ସେମାନଙ୍କ ମଧ୍ୟରୁ ନିମ୍ନଲିଖିତ ରାଜାମାନେ କଳିଙ୍ଗ ଏବଂ କୋଶଳ ସହିତ ସମ୍ପୃକ୍ତ ଥିବାର ଅନୁମାନ କରାଯାଏ। ସେମାନଙ୍କ ମଧ୍ୟରୁ ମହେନ୍ଦ୍ର ଅଛନ୍ତି, ବ୍ୟାଘ୍ରରାଜ ଅଛନ୍ତି, ବହୁତ ଗୁଡ଼ିଏ ଅଛନ୍ତି। ମହେନ୍ଦ୍ର କିଏ ସେ ଥିଲେ ନା ମହେନ୍ଦ୍ର ହେଉଛନ୍ତି କୋଶଳର ରାଜା ଥିଲେ। କୋଶଳକୁ ସାଧାରଣତଃ ଐତିହାସିକମାନେ ମଧ୍ୟପ୍ରଦେଶର ରାୟପୁର, ବିଳାସପୁର ଏବଂ ଓଡ଼ିଶାର ଅବିଭକ୍ତ ସମ୍ବଲପୁର ଜିଲ୍ଲା ସହିତ ଚିହ୍ନିତ କରିଥାନ୍ତି। ବ୍ରାଘ୍ୟରାଜା କିଏ ନା ସେ ହେଉଛନ୍ତି ମହାକାନ୍ତରାର ରାଜା ଥିଲେ। ଓଡ଼ିଶାର ଅବିଭକ୍ତ କୋରାପୁଟ ଏବଂ କଳାହାଣ୍ଡି ଜିଲ୍ଲାର ନିଘଞ୍ଚ ଅରଣ୍ୟାଞ୍ଚଳ ମାନେ ଦଣ୍ଡକାରଣ୍ୟ ସହିତ ମହାକାନ୍ତରକୁ ଐତିହାସିକମାନେ ଚିହ୍ନିତ କରିଥାନ୍ତି। ମାତ୍ର ପ୍ରଫେସର R.S. ତ୍ରିପାଠୀ ଏହାକୁ ଗଣ୍ଡୱାନର ଜଙ୍ଗଲ ସହ ଚିହ୍ନିତ କରିଥିବା ସ୍ଥଳେ ଜି. ରାମଦାସ ଏହାକୁ ଗଞ୍ଜାମ ଏବଂ ଭାଇଜାଗ ମଧ୍ୟସ୍ଥ ଜଙ୍ଗଲ ସହିତ ତୁଳନା କରିଥାନ୍ତି। ମହେନ୍ଦ୍ରଗିରି କ'ଣ ନା ମହେନ୍ଦ୍ରଗିରି ହେଉଛନ୍ତି ପିଷ୍ଟପୁରର ଶାସନକର୍ତ୍ତା ଥିଲେ। ପ୍ରାୟତଃ ଐତିହାସିକମାନେ ପିଷ୍ଟପୁରକୁ ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାସ୍ଥିତ ପିଠାପୁରମ୍ ସହିତ ଚିହ୍ନିତ କରିଥାନ୍ତି। ସ୍ୱାମୀଦତ୍ତ କିଏ ସେ ନା କାଙ୍ଗୁରର ସ୍ୱାମୀଦତ୍ତ ହେଉଛନ୍ତି କୋଟୁରର ରାଜା ଥିଲେ। ଐତିହାସିକମାନେ ଏହାକୁ ଅବିଭକ୍ତ ଗଞ୍ଜାମ ଜିଲ୍ଲାର ମହେନ୍ଦ୍ରଗିରି ନିକଟସ୍ଥ କୋଠୁର ସହିତ ତୁଳନା କରିଛନ୍ତି। କୁବେର କିଏ ଥିଲେ ନା କୁବେର ହେଉଛନ୍ତି ଦେବରାଷ୍ଟ୍ରର ଶାସନକର୍ତ୍ତା ଥିଲେ। ଦେବରାଷ୍ଟ୍ରକୁ ବିଶାଖାପଟ୍ଟନମ ଜିଲ୍ଲାର ୟଲ୍ଲାମାଞ୍ଚିଲି ତାଲୁକ ସହିତ ଚିହ୍ନିତ କରାଯାଇଛି। ଦମନ ହେଉଛନ୍ତି ଏରଣ୍ଡପଲ୍ଲର ଶାସକ ଥିଲେ। ଏରଣ୍ଡପଲ୍ଲୀକୁ ପ୍ରଫେସର K.P. ଜୟସ୍ୱାଲ ଅବିଭକ୍ତ ଗଞ୍ଜାମ ଜିଲ୍ଲାର ଏକ ନଗରୀ ରୂପେ ବର୍ଣ୍ଣନା କରିବା ସ୍ଥଳେ ଦୁବରଲ୍ଲୀ ଏହାକୁ ଚିକାକୋଲର ଏରଣ୍ଡପଲ୍ଲୀ ସହିତ ଚିହ୍ନିତ କରିଥାନ୍ତି। ମାତ୍ର ଏମାନଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନମତ ପୋଷଣ କରି ପ୍ରଫେସର ଜି. ରାମଦାସ ଏରଣ୍ଡପଲ୍ଲୀକୁ ବିଶାଖାପଟ୍ଟନମ ଜିଲ୍ଲାର ଗୋଲକୋଣ୍ଡା ତାଲୁକସ୍ଥିତ ଏଣ୍ଡିପଲ୍ଲୀ ବା ପଶ୍ଚିମ ଗୋଦାବରୀ ଜିଲ୍ଲା ଏଲୋରା ତାଲୁକସ୍ଥିତ ଏଣ୍ଡିପଲ୍ଲୀ ସହିତ ଚିହ୍ନିତ କରିଥାନ୍ତି। ଏହି ମତ ପ୍ରାୟତଃ ଐତିହାସିକମାନଙ୍କ ଦ୍ୱାରା ବହୁଳ ଭାବରେ ଗ୍ରହଣୀୟ ହୋଇଥାଏ। ମଣ୍ଟ ରାଜା କିଏ ସେ ଥିଲେ ନା କୌରାଳର ନରପତି ସେ ଥିଲେ। ପ୍ରଫେସର S.K. ଆୟଙ୍ଗର ଏହାକୁ ଓଡ଼ିଶାର ଖୋର୍ଦ୍ଧା ସହିତ ଚିହ୍ନିତ କରିଥିବା ବେଳେ କେଲହର୍ନ ଏହାକୁ କୃଷ୍ଣା ଏବଂ ଗୋଦାବରୀ ମଧ୍ୟବର୍ତ୍ତୀ କୋଲାର ହ୍ରଦ ନିକଟବର୍ତ୍ତୀ ଅଞ୍ଚଳ ବୋଲି ବର୍ଣ୍ଣନା କରିଥାନ୍ତି। ମାତ୍ର ସର୍ବପୁରିଆ ବଂଶର ମହାରାଜା ନରେନ୍ଦ୍ରଙ୍କ ତାମ୍ର ପଟ୍ଟାଭିଲେଖ ପ୍ରାପ୍ତ ହେବା ସହ ଐତିହାସିକମାନଙ୍କର ଧାରଣା ବଦଳି ଯାଇଛି। ଏଥିରେ ବର୍ଣ୍ଣିତ ମଣ୍ଟ ରାଜଭୁକ୍ତି ଯେ ଆହ୍ଲାବାଦ ପ୍ରଶସ୍ତିରେ ବର୍ଣ୍ଣିତ ମଣ୍ଟ ରାଜାଙ୍କ ସହ ସାମଞ୍ଜସ୍ୟ ରଖୁଥାଏ ତାହା ଐତିହାସିକମାନେ ସ୍ୱୀକାର କରିଛନ୍ତି। ଅତଏବ କୌରାଳ ଦକ୍ଷିଣ କୋଶଳର ନିକଟବର୍ତ୍ତୀ ଅଞ୍ଚଳ ବୋଲି ପ୍ରଫେସର ଅଶ୍ୱିନୀ ଅଗ୍ରୱାଲ ମତବ୍ୟକ୍ତ କରିଥାନ୍ତି। ଅବଶ୍ୟ ସମୁଦ୍ରଗୁପ୍ତ ଏହି ରାଜ୍ୟଗୁଡ଼ିକୁ ଗୁପ୍ତ ସାମ୍ରାଜ୍ୟଭୁକ୍ତ କରିନଥିଲେ। ଦାକ୍ଷିଣାତ୍ୟରେ ସେ ଗ୍ରହଣ, ମୋକ୍ଷ ଏବଂ ଅନୁଗ୍ରହ ନୀତି ଅବଲମ୍ବନ କରି ପରାଜିତ ରାଜ୍ୟମାନଙ୍କୁ ସେମାନଙ୍କ ରାଜ୍ୟ ପ୍ରତ୍ୟକ୍ଷଣ ପୂର୍ବକ ସେମାନଙ୍କୁ ନିଜର କରଦରାଜ କରିଥିଲେ। ଫଳରେ ଦାକ୍ଷିଣାତ୍ୟ ସମୁଦ୍ରଗୁପ୍ତଙ୍କ ପ୍ରତ୍ୟକ୍ଷ ପ୍ରଭାବରୁ ମୁକ୍ତ ହୋଇଥିଲା। ଏହି ରାଜାମାନେ ସ୍ୱାଧୀନ ଭାବରେ ନିଜ ରାଜ୍ୟ ଶାସନ ବ୍ୟବସ୍ଥା ପରିଚାଳନା କରୁଥିଲେ। କେବଳ ସେମାନେ ସମୁଦ୍ରଗୁପ୍ତଙ୍କୁ କର ପ୍ରଦାନ କରୁଥିଲେ। ସମୁଦ୍ରଗୁପ୍ତଙ୍କ ଆକ୍ରମଣ କିନ୍ତୁ ପ୍ରାଚୀନ ଓଡ଼ିଶାର ରାଜନୀତିକୁ ପ୍ରଭାବିତ କରିଥିଲା। ବିଭାଜିତ ହୋଇଥିବା ରାଜ୍ୟଗୁଡ଼ିକ କ୍ରମଶଃ ମାଠାରମାନଙ୍କର ନେତୃତ୍ୱରେ ଏକତ୍ରିତ ହେବାକୁ ଲାଗିଲା। 500 ଖ୍ରୀଷ୍ଟାବ୍ଦ ବେଳକୁ ମାଠାରମାନଙ୍କର ସାମ୍ରାଜ୍ୟ ମହାନଦୀଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତାର ଲାଭ କରିଥିଲା। ସେମାନେ କେବେ ହେଲେ ଗୁପ୍ତମାନଙ୍କର ଅଧୀନରେ ନଥିଲେ। ତେଣୁ ପ୍ରାଚୀନ ଓଡ଼ିଶାରେ ଗୁପ୍ତ ଆକ୍ରମଣର ପଦଧ୍ୱନି ଶୁଣିବାକୁ ମିଳି ନଥିଲେ ମଧ୍ୟ ଏହା କେବେ ହେଲେ ଗୁପ୍ତମାନଙ୍କର କବଳିତ ହୋଇ ନଥିଲା। ପ୍ରାଚୀନ ଓଡ଼ିଶାରେ ଗୁପ୍ତ ଶାସନ ପ୍ରଚଳିତ ଥିଲା ବୋଲି କେତେକ ଐତିହାସିକ ମତବ୍ୟକ୍ତ କରିଥାନ୍ତି। ସେମାନେ ଏ ସମ୍ପର୍କରେ ମୁଖ୍ୟତଃ ଦୁଇଟି ଯୁକ୍ତି ଉତ୍ଥାପନ କରିଥାନ୍ତି। ପ୍ରଥମତଃ ସେମାନେ ପୃଥିବୀ ଗ୍ରହଙ୍କ ସୁମଣ୍ଡଳ
ताम्र पट्टाभिलेखर अवतारण करिथांती। एथिरे गुप्त अब्ध माने एरा व्यवहृत होईछि। एही अभिलेखर समय हेउछि गुप्ताब्द 250। तेणु तांको गुप्त मानकर करद राज रूपे वर्णना करा जाय। वर्तमान यह संपर्क में आलोचना करा जाऊ। सुमंडल ताम्रपटा लेखर समय हेउछि 570 ख्रीष्टाब्द। सेतेबेले को गुप्त साम्राज्यर विजय संगठित हो सारी। हुण राजा तोरमाणकर एरण अभिलेख एवं तांको उत्तराधिकारी मिहिर कुलंक ग्वालियर अभिलेख सूचना दिए जे ख्रीष्टीय षष्ठ शताब्दी मध्यभाग पूर्व गुप्त साम्राज्यर विजय संगठित होता। तेणु ए परिप्रेक्षी पृथ्वी विग्रह गुप्तमानकर करद राजा अबा हेब किपरि पुनश्च केवल जे सुमंडल ताम्रपटा लेखरे गुप्ताब्द व्यवहार करा जायछि ता नुहे। यह मध्य शंभुयासंकर स्वर ताम्र पटाभिलेख एवं माधव राजंक गंजाम ताम्रपटाभिलेख माने गुप्ताब्द 300 रु 620 ख्रीष्टाब्द व्यवहृत होइछि। सेमाने केही हेले गुप्तमानकर करद राजा नथिले, कारण सेतबेल को गुप्त साम्राज्यर विलय संगठित हो जाइतिला। यह प्राचीन ओडिशा गुप्त साम्राज्यर अधीनस्थ नथिला बोली सूचना प्रदान करिथाय। द्वितीय पर्यायर ओडिशार गुप्त शासन प्रचलित थिबा कथा प्रमाण करबाकू जाई केतेक ऐतिहासिक ओडिशारू प्राप्त गुप्तयुगीय स्वर्ण मुद्रार दृष्टांत देइथांती। गुप्तमानकर मुद्रा ओडिशा रे मिलुथिबारु यह प्राचीन काल रे गुप्त साम्राज्यभुक्त थिला बोली सेमाने मत व्यक्त करिथांती। ताहा होई नथिले ओडिशारू गुप्तमानकर मुद्रा बा मिलिला किपरि वर्तमान एही गुप्त मुद्रा संपर्क रे आलोचना करा जाऊ। खूब अल्प परिमाण रे ओडिशा को मिलिथिबा गुप्त मुद्रा को आधार करी एही राष्ट्र रे गुप्त शासन प्रचलित थिला बोली मत व्यक्त करिबा उचित हेबा नाही, कारण सेतबेले तीर्थ भ्रमण रे आसुथिबा यात्री माने हुएत निज साथी रे एही स्वर्ण मुद्रा आनी थाई पारंती, अथवा वाणिज्य पई कलिंग को आसिथिबा साधव माने एठारे गुप्त स्वर्ण मुद्रा को विनिमय करि पारिथांती। केवल एही स्वल्प मुद्रा को आधार करी प्राचीन ओडिशा रे गुप्त शासन प्रचलित थिला बोली मत देबा ठीक हेबा नाही। जेपरि प्रत्नतात्विक खनन फल रे शिशुपालगढ़ अथवा पुरी रो कुषाण झुकिया मुद्रा बाहरी थिला एवं यह प्राचीन ओडिशा रे कुषाण शासन प्रचलित थिबार प्रमाण देबारे असमर्थ थिला। ठीक सेहीपरि ओडिशारू प्राप्त गुप्त युगीय मुद्रा एठारे गुप्त शासन प्रचलन संपर्क में बलिष्ठ प्रमाण देवाक असमर्थ होइथांते। सही समय इतिहास को अनुध्यान कले जनाजिब जे पेड्डाडुगम अभिलेखरे नायक शत्रुद मानकर शत्रुदमन राज्य थिला गिरी कलिंग एवं यार शासन केन्द्रबिंदु थिला सिंहपुर, जहाको साधारणतः आंध्र प्रदेश श्रीकाकुलम निकटवर्ती सिंगपुरम सहित चिन्हित करा जायଥାଏ। खूब संभवतः से कलिंगर माठार वंशीय शासक शक्तिवर्मणकर करद राजा थिले। ठीक सेहीपरि कोरापुट अंचल शासन करुथिबा नंदवंशीय राजा अर्थपति मध्य गुप्तमानकर करद राजा न थिले। उपरोक्त आलोचना को भित्ति करी ओडिशा रे गुप्त शासन प्रचलित थिला बोली मत व्यक्त कले यह सत्यर विडंबना हेबा। समुद्रगुप्तଙ୍କ परवर्ती कौनसी गुप्त शासक दाक्षिणात्य अभियान करी नथिले। प्राचीन ओडिशार कौनसी अभिलेख बा साहित्य ओडिशा रे गुप्त शासन प्रचलित थिबा कथार वर्णना करे नाही। गुप्त साम्राज्यर पतन परे परे थानेश्वर रे पुष्यभूति वंशर उत्थान होइथिला। एही वंशर प्रख्यात जस्सा सम्राट हर्षवर्धन कर्ण सुवर्ण माने गौड़ किए से थिले ना प्रख्यात जसा सम्राट हर्षवर्धन कर्ण सुवर्ण अधिकार करने सहित ओडिशा रे कंगोद मंडल उपर निजर प्रभुत्व विस्तार करथिले। धन्यवाद।